କରନ୍ତୁ, ସେମାନେ ଶାନ୍ତି ସୁସ୍ଥି ଆନନ୍ଦର ଅଧିକାରୀ ହୁଅନ୍ତୁ, ଏହା ହିଁ ପ୍ରାର୍ଥନା। ୟା ଭିତରେ ଭୋଗ ନିବେଦନ ଭିତରେ ଦେଖୁଥିଲି କି କନ୍ୟାର ବିବାହ, ପୁତ୍ର ଜନ୍ମଦିନ, ମାଙ୍କର ସ୍ୱାସ୍ଥ୍ୟ ଆରୋଗ୍ୟ ପାଇଁ ଏବଂ ଅନେକ କେହି ପାରିବାରିକ ମଙ୍ଗଳ ପାଇଁ ଭୋଗ ଅର୍ଘ୍ୟ ନିବେଦନ କରିଛନ୍ତି। ମଙ୍ଗଳମୟ, ସଦା ମଙ୍ଗଳମୟ ଏବଂ ଏ ମଙ୍ଗଳ ପ୍ରାର୍ଥନା ସାମୂହିକ ଭାବରେ ଆମେ ଯଦି ଦେଖିବା ପ୍ରତ୍ୟେକ ଆମେ ମଙ୍ଗଳ ହିଁ ଚାହୁଁ। ତାର ଉଦ୍ଦେଶ୍ୟ ହେଉଛି ଆମେମାନେ ଯୋଉଠୁ ଆସିଛୁ, ଆମମାନଙ୍କର ଜୀବନର ଉତ୍ସ ଯିଏ, ସେ ହେଉଛନ୍ତି ପରମ ମଙ୍ଗଳମୟ। ତେଣୁ କୌଣସି ମଣିଷ, କୌଣସି ପଶୁ ପକ୍ଷୀ ଜୀବଜନ୍ତୁ ଏପରିକି ବୃକ୍ଷଲତା ମଧ୍ୟ ଅମଙ୍ଗଳ ଚାହାନ୍ତି ନାହିଁ। ବାସ୍ତବିକ ଭାବରେ, ଆନ୍ତରିକ ଭାବରେ କେହି ଅମଙ୍ଗଳ ଚାହାନ୍ତି ନାହିଁ। କିନ୍ତୁ ଠାକୁର ଗୋଟେ ଜାଗାରେ ଏଭଳି ଗୋଟେ କଥା କହୁଛନ୍ତି, ତୁମେ ମାନେ ଦୁଃଖ ଚାହଁ ବୋଲି ଦୁଃଖ ପାଅ। ହଠାତ୍ କଥାଟା ହୁଏତ ବୁଝି ହବ ନାହିଁ। ପ୍ରାୟ ସମସ୍ତେ କହିବେ କିଏ ଦୁଃଖ ଚାହେଁ ଦୁଃଖ ପାଉଛି, କିନ୍ତୁ ଠାକୁରଙ୍କ କଥା ଅକାଟ୍ୟ। ତୁମେ ମାନେ ଦୁଃଖ ଚାହଁ ବୋଲି ଦୁଃଖ ପାଅ, ଏଇ କଥା ଭିତରେ ଲୁଚି ରହିଛି ଆମମାନଙ୍କର ଅନିୟନ୍ତ୍ରିତ ଚଳଣୀର ଛାପ। ଆମେମାନେ ସୁଖ ଚାହୁଁ, ସନ୍ଥ କବୀର ଗୋଟେ କଥା କହୁଛନ୍ତି, करे बुराई सुख चाहे, सुख पाए कोई, रोप पेड़ बबुल का, आम कहां से होई। ଆମେ ଖରାପ କାମ କରିବା କିନ୍ତୁ ସୁଖ ଚାହିଁବା, ଏଟା କେମିତି ସମ୍ଭବ ହବ? ଆମେ ଯଦି ବବୁଲ ଗଛ ଲଗେଇବା, ସେଥିରେ ଆମ୍ବ ଫଳିବ ନାହିଁ। ତେଣୁ ଠାକୁର ଯୋଉ କଥା କହୁଛନ୍ତି ତୁମେ ମାନେ ଦୁଃଖ ଚାହଁ ବୋଲି ଦୁଃଖ ପାଅ, ତାର ଅର୍ଥ ହଉଛି ଆମେ ଯୋଉ ଆନ୍ତରିକ ଭାବରେ ହୁଏତ ଆମେ ସୁଖ ଚାହୁଁଛନ୍ତି, ଅନ୍ତର ସହିତ ସୁଖ ଚାହୁଁଛନ୍ତି, କିନ୍ତୁ ଆମେ ଯୋଉ କର୍ମ କରୁ, ସେ କର୍ମର ପରିଣତି ହେଉଛି ଦୁଃଖ। ସେଇଥିପାଇଁ ଆମେ ଦୁଃଖ ପାଉ। ଏବଂ ଏଇଟା ମଣିଷ ପାଇଁ ବିଶେଷ ଭାବରେ ଏଇଥିପାଇଁ କୁହାଯାଇଛି, ମଣିଷ ପାଖରେ ଈଶ୍ୱର ମଣିଷକୁ ଗୋଟେ ସ୍ୱତନ୍ତ୍ର ଇଚ୍ଛା ଦେଇଛନ୍ତି, ଯୋଉଟା ଅନ୍ୟ ଜୀବଜନ୍ତୁ ପଶୁପକ୍ଷୀ ମାନଙ୍କ ଭିତରେ ନାହିଁ। ଏଇ ସ୍ୱତନ୍ତ୍ର ଇଚ୍ଛାକୁ ବ୍ୟବହାର କରି ମଣିଷ ସୁଖ ଗୋଟେଇ ନେଇପାରେ କିମ୍ବା ଦୁଃଖ ଗୋଟେଇ ନେଇପାରେ। ଏବଂ ଏଇ ଆମମାନଙ୍କର ଯୋଉ ଶିକ୍ଷା ବ୍ୟବସ୍ଥା, ପାରିପାର୍ଶ୍ୱିକର ଅବସ୍ଥା, ଆମମାନଙ୍କର ଶାସନ ବ୍ୟବସ୍ଥା, ଯାହାକୁ ନେଇକରି ଆମମାନଙ୍କର ଜୀବନ ଗତି କରୁଛି, ତା ଭିତରେ ଦେଇ ଆମେମାନେ ଏଭଳି କିଛି ଜିନିଷ ଆହରଣ କରୁଛନ୍ତି, ଯାହା ବାସ୍ତବିକ ଭାବରେ ଆମର ସତ୍ତା ପୋଷଣୀ ନୁହେଁ, କିନ୍ତୁ ଆମକୁ ବହୁତ ରୁଚିକର ମନେ ହଉଛି। ଏଇ ମନେ ହବାଟାକୁ ଆମେ ଗ୍ରହଣ କରି ଯାଉଛନ୍ତି, ତାର ପରିଣାମ ସ୍ୱରୂପ ଆମେ ଦୁର୍ଭୋଗ ଭୋଗୁଛନ୍ତି। ଏବଂ ଏହା ମୂଳରେ ରହିଛି ଇଷ୍ଟକେନ୍ଦ୍ରିକ ଜୀବନର ଅଭାବ। ଯୋଉମାନେ ମଣିଷ ପାଇଁ, ଦେଶ ପାଇଁ ଆଇନ ତିଆରି କରୁଛନ୍ତି, ସେମାନଙ୍କର ଇଷ୍ଟଙ୍କ ସହିତ ଯୁକ୍ତି ନାହିଁ, ଇଷ୍ଟଙ୍କ ସହିତ ସେମାନେ ଯୁକ୍ତ ନୁହନ୍ତି। ସେମାନେ ତାଙ୍କର ଖିଆଲ ମାଫିକ ଚାଲିଛନ୍ତି। ସେଇ ମାଫିକ ଆଇନ ପ୍ରଣୟନ ମଧ୍ୟ ହଉଛି ଏବଂ ଆମେମାନେ ସିଟିଜେନ ଭାବରେ, ନାଗରିକ ଭାବରେ ଆମମାନେ ଆଇନକୁ ମଧ୍ୟ ମାନିବା ପାଇଁ ବାଧ୍ୟ। କିନ୍ତୁ ତା ଭିତରେ ସତ୍ସଙ୍ଗୀ ମାନଙ୍କ ପାଇଁ ଶ୍ରୀ ଠାକୁର ଗୋଟେ ଅପୂର୍ବ ସୁଯୋଗ ସୃଷ୍ଟି କରିଛନ୍ତି। ଏଇ ଦେଶରେ ରହି ମଧ୍ୟ ଆମେମାନେ ଆଉ ଗୋଟେ ଭିନ୍ନ ରାଜ୍ୟରେ ରହିଛନ୍ତି। ଯୋଉମାନେ ପ୍ରକୃତ ସତ୍ସଙ୍ଗୀ, ଯୋଉମାନେ ଠାକୁରକୁ ନେଇକି ଚାଲିଛନ୍ତି, ପ୍ରକୃତରେ ଦେଖିବେ ଆମମାନେ ଗୋଟେ ଭିନ୍ନ ରାଜ୍ୟର ଅଧିବାସୀ। ଠାକୁରଙ୍କର ବାସ୍ତବ କର୍ମ ପ୍ରବାହ ଯାହା, ସେଥିରେ କିନ୍ତୁ ଶାନ୍ତି ସୁଖ ଆନନ୍ଦ ହିଁ ଆନନ୍ଦ। ଠାକୁର ଯୋଉ ବିଧାନ ଦେଇଛନ୍ତି, ତାକୁ ରକ୍ଷା କରି ଯୋଉମାନେ ଚାଲିଛନ୍ତି, ତାଙ୍କର ଶାନ୍ତି ସୁଖ ଆନନ୍ଦ ଅବଧାରିତ, ତାକୁ କେହି ହଟେଇ ପାରିବେ ନାହିଁ। ତେଣୁ ଏଭଳି ଗୋଟେ ଦୂଷିତ ପରିବେଶ ଭିତରେ ରହି ମଧ୍ୟ ଆମେ ଆନନ୍ଦ ଗୋଟେଇ ପାରିବା, ଯଦି ଆମେ ଠାକୁରଙ୍କ କଥାକୁ ଠିକ ଠିକ ମାନି ଚାଲନ୍ତି। ଏବଂ ଭାଇ କୀର୍ତ୍ତନ କରୁଥିଲେ, ଦୟାଲ ରଖ ଚରଣେ। ଚରଣ ମାନେ ଆମର ତପସ୍ୟା, ଆମର ଧ୍ୟାନ, ଆମର କ୍ରିୟା କୌଶଳ ଯେମିତି ତାଙ୍କ ଚରଣକୁ ଅନୁସରଣ କରେ। ସେ କେଉଁ ଭଳି ଭାବରେ ତାଙ୍କ ଜୀବନ ଚଳଣୀ
ତାହା ଯଦି ଆମେ ପାଉ ପ୍ରକୃତରେ ସେ ଆମକୁ ତାଙ୍କ ଚରଣରେ ରଖିପାରିବେ। ଠାକୁର ଏ ଯୁଗର ପୁରୁଷୋତ୍ତମ 138 ବର୍ଷ ତଳେ ଠାକୁର ଆସିଥିଲେ। ଏକଥା ବହୁ ଜ୍ଞାନୀ ଗୁଣୀ ମାନେ ମଧ୍ୟ ଏବେ ବି ସ୍ୱୀକାର କରିବା ପାଇଁ ନାରାଜ। ତା ମୂଳରେ ରହିଛି ଆମମାନଙ୍କର ସାଧନାର ଅଭାବ, ଯୋଉଟା ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି। ତୁମେମାନେ ଯେ ଧଳା ପୋଷାକ, ଠାକୁରଙ୍କର ଯୋଉ ବିଧାନ ପୋଷାକ କିମ୍ବା ଠାକୁରଙ୍କ ନାଁ, ଆଚାର୍ଯ୍ୟ ଦେବଙ୍କ ନାଁ ଇତ୍ୟାଦି କହିକିରି ତୁମମାନେ ଲୋକମାନଙ୍କ ପାଖକୁ ଯାଉଛ, ତା ନ କରି ସାଧାରଣ ଭାବରେ ତୁମମାନେ ଲୋକମାନଙ୍କର କେତେ ପ୍ରିୟ ହେଇପାରୁଛ, ସେଇଟା ହଉଛି ପ୍ରକୃତିରେ ତୁମର ବାହାଦୁରୀ, ସେଇଟା ହଉଛି ପ୍ରକୃତିରେ ତୁମର ଇଷ୍ଟ ପ୍ରେମର ଲକ୍ଷଣ। ତୁମମାନେ ଏସବୁ ବ୍ୟବହାର ନ କରି ଠାକୁରଙ୍କର କଥା, ଠାକୁରଙ୍କୁ ପରିଚୟ ନ ଦେଇ ତୁମେମାନେ ନିଜର ପରିଚୟରେ କେତେ ଦୂର ଜନସମାଜକୁ ଆକୃଷ୍ଟ କରିପାରୁଛ, ମୋହିତ କରିପାରୁଛ, ତୁମ ଆଡକୁ ତାହା ହିଁ ପ୍ରମାଣ ଦଉଛି ତୁମେ ଠାକୁରଙ୍କୁ କେତେ ଦୂର ଗ୍ରହଣ କରିଛ। ତେଣୁ ଆମେମାନେ ମଧ୍ୟ ଠାକୁରଙ୍କୁ ଗ୍ରହଣ କରି ତଥାପି ମଧ୍ୟ ଗ୍ରହଣ କରିପାରି ନାହାନ୍ତି। ଏଇ ଯେ କହୁଥିଲି, ଗୋଟେ ସତ୍ସଙ୍ଗରେ ଗତ କୁମାର ପୂର୍ଣ୍ଣିମା ଉପଲକ୍ଷେ ଗୋଟେ ସତ୍ସଙ୍ଗ ହେଇଥିଲା। ସେଠି କଥାଟି ମୁଁ କହୁଥିଲି, ଏଇ ଯେ କୁମାର, ପ୍ରକୃତ ପକ୍ଷରେ କୁମାରୀ ମାନେ ହିଁ ଉତ୍ସବ କରନ୍ତି। କୁମାରଙ୍କ ପାଇଁ, କୁମାର ହଉଛନ୍ତି ଶିବ ପାର୍ବତୀଙ୍କର ଅତ୍ୟନ୍ତ ଅଲ୍ୟଳ ପୁତ୍ର କାର୍ତ୍ତିକେୟ, ଏବଂ ତାଙ୍କର ଜନ୍ମ ମଧ୍ୟ ସେଭଳି ଏକ ପ୍ରାୟୋଜିତ ଜନ୍ମ। ଏହା ଆକସ୍ମିକ ଜନ୍ମ ନୁହେଁ, ଏହା ହଉଛି ପ୍ରାୟୋଜିତ ଜନ୍ମ। କାରଣ ତାରକାସୁର ଭଳି ଗୋଟେ ଅସୁର, ସେମାନେ ଏତେ ଚାଲାକ ଅସୁର ମାନେ, ସେମାନେ ସବୁ ସମୟରେ ଅସମ୍ଭବ ପ୍ରାର୍ଥନା କରନ୍ତି। ଅସମ୍ଭବ ମାନେ ତାଙ୍କର ଯୋଉ ମୃତ୍ୟୁର ଯୋଉ ରହସ୍ୟ, କେମିତି ମୃତ୍ୟୁ ହବ ତାହା ସେ ପ୍ରକାଶ କରନ୍ତି, ଯୋଉଟା ତତ୍କାଳୀନ ଅବସ୍ଥାରେ ଅସମ୍ଭବ ବୋଲି ମନେ ହୁଏ। ପ୍ରଭୁ ଶିବଙ୍କର ପୁତ୍ର ଦ୍ୱାରା ସେ ମରିବ, ଏଇଟା ସେ ସମୟରେ ଅସମ୍ଭବ ଥିଲା। କାରଣ ଶିବ କୌଣସି ସମୟରେ ଯେ ମା ପାର୍ବତୀଙ୍କ ସହିତ ମିଳିତ ହେବେ ଧ୍ୟାନ ଭଗ୍ନ କରି, ଯୋଗ ଚ୍ୟୁତ ହେଇ, ଏଇଟା କେବେ ବି ସମ୍ଭବ ନଥିଲା। ତେଣୁ ତାରକାସୁର ସେଇଭଳି ଗୋଟେ ପ୍ରାର୍ଥନା କଲା ଯେ ଶିବଙ୍କ ପୁତ୍ର ଦ୍ୱାରା ମୁଁ ନିଧନ ହେବି। ଏବଂ ଆମମାନେ ଜାଣିଛନ୍ତି କୋଉଭଳି ଭାବରେ କାମଦେବଙ୍କୁ ଡକାଗଲା, ଶିବଙ୍କ ଭିତରେ କାମଭାବ ସୃଷ୍ଟି କରାଗଲା, ମା ପାର୍ବତୀ ତପସ୍ୟା କଲେ, ତା ଭିତରେ ଦେଇ କାର୍ତ୍ତିକଙ୍କର ଜନ୍ମ। ଏବଂ କାର୍ତ୍ତିକ ହଉଛନ୍ତି ବହୁତ ସୁନ୍ଦର ଏବଂ ବିରାଟ ଯୋଦ୍ଧା, ଦେବତା ମାନଙ୍କର ସେନାପତି। ତେଣୁ ତାଙ୍କରି ସେଇଭଳି ବର ପାଇବା ପାଇଁ କୁମାରୀ କନ୍ୟା ମାନେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ଘ୍ୟ ଅର୍ପଣ କରନ୍ତି, ପ୍ରାର୍ଥନା କରନ୍ତି, ଆମକୁ କାର୍ତ୍ତିକଙ୍କ ଭଳି ବର ମିଳୁ। ସେଥିପାଇଁ କୁହାଯାଏ କୁମାର ଉତ୍ସବ, କୁମାରଙ୍କୁ ନେଇ, କାର୍ତ୍ତିକଙ୍କୁ ନେଇ ସେ ଉତ୍ସବ। ମୁଁ ସେୟା କହୁଥିଲି, ମୁଁ କହିଲି ଗୋଟିଏ ଦିଗରେ କନ୍ୟା ମାନେ ଆଞ୍ଜୁଳି ଟେକିକିରି ପ୍ରାର୍ଥନା କରୁଛନ୍ତି ସୂର୍ଯ୍ୟଦେବଙ୍କ ଉଦ୍ଦେଶ୍ୟରେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମକୁ କାର୍ତ୍ତିକଙ୍କ ଭଳି ସ୍ୱାମୀ ମିଳୁ। ସେଇ ଦିଗରେ, ସେଇ ସମୟରେ ଯୋଉମାନେ ତାଙ୍କର ଉପଯୋଗୀ ସ୍ୱାମୀ ହବା ପାଇଁ ପୁତ୍ର ଦାନ କରିବେ, ସେ ମା ମାନଙ୍କର ଚଳଣି କଣ? ଏଇଟା ହଉଛି ବାସ୍ତବ ଜୀବନ ଆମ ମାନଙ୍କର। ବର୍ତ୍ତମାନ ଏଭଳି ଅବସ୍ଥା ହେଇଯାଇଛି, ଗୋଟେ କନ୍ୟା ଖୋଜିବା ପାଇଁ ଗଲେ, ଏଇଟା ମୋର ଅନୁଭୂତିରେ ମୁଁ କହୁଛି, ଗୋଟେ ପୁଅଟି ଆମର, ମୁଁ ପ୍ରାୟ ସତ୍ସଙ୍ଗରେ କହେ, ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗୋଟେ ଗୁଆ ପର୍ଯ୍ୟନ୍ତ ପାଟିରେ ଦିଏ ନାହିଁ। ଆଜିକାଲି ଭଳିଆ ଅବସ୍ଥାରେ ବ୍ୟାଙ୍କରେ ଚାକିରି କରି ମଧ୍ୟ ମଦ୍ୟପାନର କଥା ତ ବହୁତ ଦୂରର କଥା, ଗୋଟେ ସାଧାରଣ ଗୁଆ ଟିକେ, ଲବଙ୍ଗ ଟିକେ ବି ପାଟିରେ ଦିଏ ନା। ଏଭଳି ପୁଅ ପାଇଁ ବୋଧେ 25ଟି ପ୍ରସ୍ତାବ ଆସିକିରି କଟି ଗଲାଣି। ମୂଳ ଜିନିଷ ହଉଛି ଆମ ଝିଅ ଆମିଷ ବିନା ରହିପାରିବ ନାହିଁ, ଆମିଷ ତ ଆମିଷ, ଚିକେନ ଛାଡି ପାରିବ ନାହିଁ। ଏ ହଉଛି ଆମମାନଙ୍କର ଚରମ ବାସ୍ତବତା। ଏଇ ବାସ୍ତବତା ଭିତରେ, ଏଇ ଚରମ ବାସ୍ତବତା ଭିତରେ ଆମେ କେତେ ପୂଜାର୍ଚ୍ଚନା, କେତେ ମଠ ମନ୍ଦିର, କେତେ ଯଜ୍ଞ, କେତେ ଅଷ୍ଟପ୍ରହରୀ ଦିଅଁ ଦେବତା ଆମେ କରିଚାଲିଛନ୍ତି, ମନ୍ଦିର ଉପରେ ମନ୍ଦିର ତିଆରି ଚାଲିଛି। ଏବଂ ଆପଣ ମାନେ ଦେଖୁଛନ୍ତି କୋଉଭଳି ଭାବରେ ତୀର୍ଥସ୍ଥାନ ମାନଙ୍କରେ ଏକତ୍ରିତ ହେଇ ମଣିଷ ଦଳା ଚକଟାରେ ପ୍ରାଣ ବି ହରଉଛନ୍ତି।
ଏଭଳି ଅବସ୍ଥାରେ ଆମେ କନ୍ୟାମାନଙ୍କୁ ପାଳନ କରିଛନ୍ତି ଯୋଉମାନେ ଚିକେନ ଛାଡିକି ରହିପାରିବେ ନାହିଁ। ମୁଁ ହସି ହସି କହୁଥିଲି, ମୁଁ କହିଲି ଏ ଝିଅମାନେ ପ୍ରାର୍ଥନା କରୁଛନ୍ତି କାର୍ତ୍ତିକେୟଙ୍କ ଭଳି ସ୍ୱାମୀ, କିନ୍ତୁ ସମାଜ ଜନ୍ମ ଦେଇଛି ତାରକାସୁର ମାନଙ୍କୁ ଦେଇ ଚାଲିଛି। ମା ମାନେ ତାରକାସୁରକୁ ଜନ୍ମ ଦେଇ ଚାଲିଛନ୍ତି ନିଜର ଅଖାଦ୍ୟ କୁଖାଦ୍ୟ ଅନିୟନ୍ତ୍ରିତ ଚଳଣି ୟା ଭିତର ଦେଇ ତାରକାସୁର ମାନଙ୍କୁ ଜନ୍ମ ଦେଇ ଚାଲିଛନ୍ତି ମା ମାନେ। ଏପଟେ କିନ୍ତୁ ଝିଅମାନେ ଆକୁଳ ପ୍ରାର୍ଥନା କରୁଛନ୍ତି ଆମକୁ କାର୍ତ୍ତିକେୟଙ୍କ ଭଳି ସ୍ୱାମୀ ମିଳୁ। କେତେ ବିରୋଧାଭାସ ଆମମାନଙ୍କ ଚଳଣି ଭିତରେ, ବାସ୍ତବ ଚଳଣି ଭିତରେ କେତେ ବିରୋଧ ସୃଷ୍ଟି ହେଇଛି। ଏବଂ ଏ ମଣିଷ ପ୍ରକୃତ ପକ୍ଷରେ ସୁଶୀଲା ସେଦିନ ଠାକୁରଙ୍କର ପ୍ରହରା କାର୍ଯ୍ୟ କରୁଥାନ୍ତି, ଠାକୁର ବିଶ୍ରାମ ନେଉଥାନ୍ତି, ପ୍ରହରୀ କାର୍ଯ୍ୟ କରୁଥାନ୍ତି। ହଠାତ୍ ସୁଶୀଲାଙ୍କର ଗୋଟେ ଶବ୍ଦରେ ନିଦ ଭାଗିଗଲା। ମାନେ ଟିକେ ଢୁଳେଇ ପଡିଥିଲେ, ଗୋଟେ ଫିସ୍ ଫିସ୍ ଶବ୍ଦ ଶୁଣିଲେ, ଉଠି ପଡ଼ିଲେ। ଦେଖିଲେ ଠାକୁରଙ୍କ ଘରୁ କବାଟ ଫାଙ୍କରେ କିଛି ବ୍ଲୁ ଆଲୋକ, ନୀଳ ଆଲୋକ ବାହାରକୁ ଆସୁଛି ଏବଂ କିଛି ଶବ୍ଦ ହଉଛି। ସୁଶୀଲା ଚମକି ପଡିଲେ, ତାଙ୍କ ମନରେ ଭୟ ଜାଗ୍ରତ ହେଲା, କାଳେ ଠାକୁରଙ୍କର କିଛି କ୍ଷତି ହେଇଯିବନି ତ। କିନ୍ତୁ ସାହସ କରି ଯାଇପାରୁନାହାନ୍ତି। ବେଶ ସମୟ ଚାଲିଗଲା, ପ୍ରାୟ ଅଧଘଣ୍ଟା ପାଖାପାଖି ଏଭଳି ଫିସ୍ ଫିସ୍ ଆବାଜ ଧୀରେ ବନ୍ଦ ହେଇଗଲା ଏବଂ ସେ ବ୍ଲୁ ଲାଇଟ୍ ମଧ୍ୟ ଲିଭିଗଲା। ସୁଶୀଲା ସାହସ ସଞ୍ଚୟ କରି ଯିବା ପାଇଁ ଚେଷ୍ଟା କଲେ ଠାକୁରଙ୍କ ପାଖକୁ, କିନ୍ତୁ ଯାଇପାରିଲେ ନାହିଁ। ଭୟରେ ଥରୁଥାନ୍ତି, ଅପେକ୍ଷା କଲେ। ରାତି କଟିଗଲା, ସକାଳେ ମଧ୍ୟ ଠାକୁରଙ୍କୁ ଏକଥା କହିପାରୁନାହାନ୍ତି। 2-3 ଦିନ ପରେ ଠାକୁର ନିଜେ ହସି ହସିକିରି ସୁଶୀଲାଙ୍କୁ କହୁଛନ୍ତି, ସୁଶୀଲା ତୁମେ ଜାଣିବା ପାଇଁ ଚାହୁଁଛ ସେଦିନ କଣ ହେଇଥିଲା? ସୁଶୀଲା କହୁଛନ୍ତି, ଆଜ୍ଞା। ନା ସେଦିନ କିଛି ଦେବତା ମାନେ ଆସିଥିଲେ ମୋ ନିକଟକୁ। ସୁଶୀଲା କହୁଛନ୍ତି, କଣ ପାଇଁ? ନା ସେମାନେ ପ୍ରାର୍ଥନା କରୁଥିଲେ, ଠାକୁର ଆପଣ ଆମକୁ ମର୍ତ୍ତ୍ୟରେ ମନୁଷ୍ୟ ଜନ୍ମ ଦିଅନ୍ତୁ, ଆମେ ଆପଣଙ୍କର ଏଇ ଅଦ୍ଭୁତ ଲୀଳାକୁ ଉପଭୋଗ କରିବୁ। ଠାକୁର ତାପରେ ସୁଶୀଲା କହୁଛନ୍ତି, ଠାକୁର ଆପଣ କଣ କହିଲେ? ନା ମୁଁ ହତାଶାର ସହିତ କହିଲି ତୁମମାନଙ୍କୁ ଜନ୍ମ ଦେବା ପାଇଁ ଏଭଳି ମା ବର୍ତ୍ତମାନ ସୃଷ୍ଟି ହେଇ ନାହାନ୍ତି। ପୁରୁଷୋତ୍ତମଙ୍କର ଅବଶୋଷ, ଯୋଉ ପୁରୁଷୋତ୍ତମକୁ ଆଜି ସାରା ଜଗତ ହୁଏତ ଚିହ୍ନି ନାହିଁ, ଦିନେ ନା ଦିନେ ଚିହ୍ନିବ, ଦିନେ ନା ଦିନେ ନିଶ୍ଚିତ ଭାବରେ ଗ୍ରହଣ କରିବ। ସେଇ ପୁରୁଷୋତ୍ତମଙ୍କର ଆଗମନ କେଉଁଭଳି ଭାବରେ ସେ ଅମୃତ ଗର୍ଭାଙ୍କର ଗର୍ଭରୁ ହେଇଛି, ଆମେ ଯଦି ଟିକେ ନିରୀକ୍ଷଣ କରିବା, ଠାକୁରଙ୍କର ଆଇମାଙ୍କ ଠାରୁ ଆରମ୍ଭ ହେଇଛି ଲୀଳା। କୃପାମୟୀ ଦେବୀଙ୍କର ସାଧନାରୁ ଆରମ୍ଭ ହେଇଛି। କୃପାମୟୀ ଦେବୀ କୋଉଭଳି ଭାବରେ ହରିଭକ୍ତି ପରାୟଣ, ଅତ୍ୟନ୍ତ ନିଷ୍ଠାବତୀ, ହରିଭକ୍ତି ପରାୟଣା। ଆମେ ଜାଣିଛନ୍ତି ଅଳ୍ପ ବତେ ତାଙ୍କର ଯୋଉ ଦିବ୍ୟ ଲୀଳା, ଯୋଉ ଦିବ୍ୟ ଅନୁଭୂତି, କଦଳୀ ପାଶୁଙ୍ଗାରେ ମାଠିଆରୁ ପାଣି କାଢିଦେବା କୂଅରୁ ହରି ହରି କହିକିରି, ଏବଂ ତୀର୍ଥ କରି ଯାଇଥିଲେ ଗୋଦାବରୀ ନଦୀରେ, ଡଙ୍ଗା ଅଥଳ ଜଳରେ ଝଡ଼ ବତାସରେ ବୁଡ଼ିଗଲା ଭଳି ହେଇଛି। ମା କିନ୍ତୁ ହରି ହରି ପ୍ରଚଣ୍ଡ ବେଗରେ ପ୍ରାର୍ଥନା କରିଛନ୍ତି। ଦେଖାଯାଇଛି ଡଙ୍ଗା ପାଖରେ ଆଣ୍ଠିଏ ପାଣି। ଏଭଳି ଅଦ୍ଭୁତ କାମ କରିପାରୁଥିବା ସେହି ମହିଳା, ତାଙ୍କର କନ୍ୟା କୃପାମୟୀ ଦେବୀ ଏବଂ ତାଙ୍କର ଆମର ଯୋଉ ମାତା ମନମୋହିନୀ ଦେବୀଙ୍କର ମା, ତାପରେ ମନମୋହିନୀ ଦେବୀ, କୃଷ୍ଣା ସୁନ୍ଦରୀ ଦେବୀ, ତାପରେ ମନମୋହିନୀ ଦେବୀ, କୃପାମୟୀ ଦେବୀ, ତାଙ୍କର ଅଦ୍ଭୁତ ସାଧନା, ତାପରେ କୃଷ୍ଣା ସୁନ୍ଦରୀ ଦେବୀ ଏବଂ ତାପରେ ମନମୋହିନୀ ମା। ମନମୋହିନୀ ମା କେତେ ପରମ ସାଧିକା ତାହା ମାନେ ଜାଣିଛନ୍ତି। ଏଇଟା ଆମେ ଗଳ୍ପ ଆକାରରେ ଶୁଣୁଛନ୍ତି, ଉପଭୋଗ କରୁଛନ୍ତି, ଆମେ ଯାଜନରେ କହୁଛନ୍ତି, କିନ୍ତୁ ଏଇ ଜିନିଷ କୌଣସି ମାଙ୍କର ଅନ୍ତରକୁ ସ୍ପର୍ଶ କରୁନାହିଁ। ଆମମାନେ କୋଉଭଳି ଭାବରେ ତିଆରି କରି ଚାଲିଛନ୍ତି ଝିଅମାନଙ୍କୁ, ପୁଅମାନଙ୍କୁ, ତାହା ମଧ୍ୟ ଆମମାନଙ୍କର ମାନେ ଅତି ଦୁଃଖର ସହିତ ଅନେକ ସମୟରେ
ଆମେ ଶୁଣିବାକୁ ପାଉ ଗୁରୁଜନ ମାନେ କୁହନ୍ତି, ଆଜ୍ଞା ପିଲାମାନେ ଆମ କଥା ଶୁଣୁନାହାନ୍ତି, ପିଲାମାନେ ଆମ କଥା ମାନୁନାହାନ୍ତି। ଏଇ ପ୍ରସଙ୍ଗରେ ଗୋଟେ କଥା ମୁଁ କହିବା ପାଇଁ ଚାହେଁ, ଆମେମାନେ ପିଲାମାନଙ୍କ କଥା ଶୁଣୁଛନ୍ତି ତ? ଆମେମାନେ ପିଲାମାନଙ୍କ କଥା ମାନୁଛନ୍ତି ତ? ବା ଆମମାନେ ଆମମାନଙ୍କର ଯିଏ ଶ୍ରେଷ୍ଠ, ଆମମାନଙ୍କର ଇଷ୍ଟ, ତାଙ୍କ କଥା ମାନୁଛନ୍ତି ତ? ଏଇ ପିଲାମାନଙ୍କ କଥା ଶୁଣିବା କଥାଟା ଯେତେବେଳେ ଅଭିଭାବକଙ୍କ ମନକୁ ଆସେ, ସେମାନେ ଭାବନ୍ତି ବୋଧେ ପିଲାମାନଙ୍କ କଥା ଶୁଣିବା ମାନେ ପିଲାମାନଙ୍କୁ ମାନିବା। ପିଲାମାନଙ୍କୁ ମାନିବା ନୁହେଁ ଆକ୍ଚୁଆଲି। ଅଭିଭାବକ ମାନେ ଇଷ୍ଟକୁ ମାନିକି ଚାଲିବେ, କିନ୍ତୁ ପିଲାଙ୍କ କଥା ଶୁଣିବେ। ବର୍ତ୍ତମାନ ଆଚାର୍ଯ୍ୟ ଦେବ ସେତେବେଳେ ଅଭିଷିକ୍ତ ହେଇନଥାନ୍ତି, ଆମେ ପୂଜ୍ୟପାଦ ବାବାଇଦା ବୋଲି କହୁ। ବାବାଇଦାଙ୍କର ଦର୍ଶନ ପ୍ରଣାମ ନିବେଦନ ପାଇଁ ଗୋଟେ ଲାଇନ ହେଇଛି। ସେଇ ଲାଇନରେ ଜଣେ ଭାଇ ଛିଡା ହେଇଛନ୍ତି, କିଛି ନିବେଦନ କରିବେ। ପଛପଟୁ ତାଙ୍କ ପୁଅ ବାପା ବାପା ବୋଲି ଡାକ ଛାଡୁଛି, ଏବଂ ସେ ପଛପଟକୁ ବୁଲିକିରି କଥା ତ କହିବେନି, ଆଚାର୍ଯ୍ୟ ଦେବ ସାମ୍ନାରେ ବସିଛନ୍ତି, ବାବାଇଦା ବସିଛନ୍ତି ସାମ୍ନାରେ, ସେ ହାତ ଦେଖେଇକିରି ଆମର ଆମେ ଯୋଉ ପଞ୍ଜା ଦେଖେଇକିରି କହନ୍ତି ର ର ବୋଲି, ସେ ହାତ ଦେଖେଇକିରି କହୁଛନ୍ତି। ଥରେ ହେଲା, ଦିଥର ହେଲା, ତିନି ଥର ଏଇଭଳି ଯେତେବେଳେ ହେଲା, ପୂଜ୍ୟପାଦ ବାବାଇଦା ସେ ଭାଇଙ୍କି ଡାକିଲେ, କହିଲେ ତମେ ଯେତେ ଶୀଘ୍ର ପାରୁଛ ଯାଅ, ସେ ପିଲାର କଣ ଅସୁବିଧା ତାକୁ ବୁଝିକିରି ଆସ। ଅଗତ୍ୟା ଅନ୍ୟ ଉପାୟ ନ ପାଇକି ଭାଇଟି ଲାଇନ ଛାଡିକିରି ଗଲେ। ଯାଇକି ଦେଖିଲେ ପିଲାଟି ବଲ୍ ଖେଳୁଥିଲା, ବଲଟା ଗୋଟେ ଗାତରେ ପଡିଯାଇଛି, ସେ କାଢି ପାରୁନାହିଁ, ଅସହାୟ, ଏବଂ ବଲଟି କାଢିଦେଲେ, ପିଲାକୁ ଦେଲେ, ପିଲା ତାର ଖେଳିଲା। ତାପରେ ଆସି ଲାଇନରେ ଛିଡା ହେଲେ। ଭାଇଟିର ଯେତେବେଳେ ଟର୍ମ ଆସିଛି, ବାବାଇଦାଙ୍କୁ ପ୍ରଣାମ କରିଛି, ବାବାଇଦା କହିଲେ, ପିଲା ଯେ ବର୍ତ୍ତମାନ ତୁମକୁ ଡାକୁଥିଲା ବାପା ବାପା, ତୁମେ ତା କଥା ଶୁଣୁ ନଥିଲ। ସେ ଅସହାୟ ବୋଲି ତୁମକୁ ଡାକୁଥିଲା, ତୁମେ ତା ଆଡକୁ ହାତ ଦେଖେଇକିରି ତାକୁ ରହ ରହ ବୋଲି କହୁଥିଲ। ତୁମର ଯେତେବେଳେ ସେଇ ଅସହାୟ ଅବସ୍ଥା ଆସିବ, ବୟସ ହେଇଯିବ, ତୁମେ ଯେତେବେଳେ ପୁଅକୁ ଡାକୁଥିବ, ଏଇ ତୁମର ଏଇ ଆଚରଣଟା ପୁଅ ଭିତରେ ଏଭଳି ଗୋଟେ ଭାବନା ସୃଷ୍ଟି କରିବ, ସେ ମଧ୍ୟ ତୁମକୁ ସେମିତି ହାତ ଦେଖେଇ କହିବ ରୁହ ରୁହ। ଏଇଟା ହଉଛି ପିଲାମାନଙ୍କୁ ନ ଶୁଣିବାର, ପିଲାମାନଙ୍କ କଥା ନ ଶୁଣିବାର ଯୋଉ ପରିଣାମ ଆଜି ହେଇ ଚାଲିଛି। ପିଲାମାନଙ୍କୁ ଶୁଣିବା ବାପା ମାଙ୍କ ପାଇଁ ନିଶ୍ଚିତ ଭାବରେ ଚରମ ଆବଶ୍ୟକତା। ପିଲାମାନଙ୍କୁ ନ ଶୁଣିଲେ, ଛୋଟ ପିଲା ବେଳୁ ପିଲାମାନଙ୍କର କଥାକୁ ଯଦି ଆମେ ନ ଶୁଣୁ, ପିଲାମାନେ ଯୋଉ ଅଖଣ୍ଡ ମାନେ ଅନେକ ସମ୍ଭାବନା ନେଇକରି ଜନ୍ମ ନେଇଛନ୍ତି, ଆମେ ଜାଣୁ ଗତ ଜନ୍ମର ସମସ୍ତ ସ୍ମୃତି ନେଇ ପିଲା ଜନ୍ମ ହୁଏ। ଏ ଜନ୍ମରେ ସେ ହୁଏତ ଶିଶୁ, କିନ୍ତୁ ତା ଭିତରେ ଜନ୍ମ ଜନ୍ମର ସଂସ୍କାର ଗୁଡିକ ରହିଛି। ସେଇ ସଂସ୍କାରକୁ ନେଇକରି ପିଲା ଅନେକ ସମୟରେ ଅନେକ ପ୍ରଶ୍ନ କରେ। ତେଣୁ ଅତ୍ୟନ୍ତ ଶୈଶବରୁ ପିଲା ଯେତେବେଳେ କଥା କୁହେ, କି ଦରଟି କଥା କହେ, ସେଇ ସମୟରେ ପିଲାର କଥା ଶୁଣିବା ଉଚିତ। ପିଲା କଣ କହୁଛି, ଏବଂ ଶୁଣିକିରି ଯୋଉଟା ତାର ଶୁଭ, ସେଇ ଶୁଭ ସଂସ୍କାର ଗୁଡିକୁ କେମିତି ଆହୁରି ଆହୁରି ଉନ୍ନତ କରି ତୋଳି ହବ, ତାକୁ ସେଇଭଳି ପ୍ରେରଣା ଦେବା ଉଚିତ। ଏଇ ପ୍ରେରଣା ଦେବା ଭିତରେ ପିଲାର ସେଇ ସଂସ୍କାର, ଶୁଭ ସଂସ୍କାର ଗୁଡାକ ଗଜେଇ ଉଠେ, ଏବଂ ପିଲା ଅନୁଭବ କରେ ବାବା ମା ହଉଛନ୍ତି ମୋର ପରମ ଆଶ୍ରୟସ୍ଥଳ। ଅନେକ ଜାଗାରେ ଆମେମାନେ ବର୍ତ୍ତମାନ ଯୋଉଭଳି ଭାବରେ କର୍ମବ୍ୟସ୍ତତା ଭିତରେ ଦେଇ ଗତି କରି ପିଲାଙ୍କର ଏଇ ତାଙ୍କ କଥା ଶୁଣିବାକୁ ଆମେ ଏଡେଇ ଯାଉଛନ୍ତି, ଅନେକ ସମୟରେ ଆମେ ପିଲାଙ୍କୁ ମଧ୍ୟ ବେଶୀ ବକ୍ ବକ୍ କରୁଛି ମଧ୍ୟ କହିକି ପିଲାକୁ ଜାବଡା ପକେଇ ଦିଅନ୍ତି। ପିଲା କାନ୍ଦେ, ସେ ବୁଝିଯାଏ ଏହା ମୋର ଆଶ୍ରୟସ୍ଥଳ ନୁହେଁ। ପିଲା ହତାଶ ହୁଏ, ବାପା ମାଙ୍କ ପ୍ରତି ଶୈଶବରୁ ଗୋଟିଏ ମାନେ ଘୃଣା ଭାବ ସୃଷ୍ଟି ହେବା ଆରମ୍ଭ ହୁଏ। ଏଇଟା ହଉଛି ପରବର୍ତ୍ତୀ ସମୟରେ ତାର ଜୀବନକୁ ନଷ୍ଟ କରିଦିଏ। ତେଣୁ ପିଲାମାନଙ୍କ କଥା ଆମେ ଶୁଣି ନାହାନ୍ତି, ତେଣୁ ପିଲାମାନେ ଆମ କଥା ଶୁଣୁନାହାନ୍ତି। ଏଇଟା ବର୍ତ୍ତମାନ ବଡ ମାନଙ୍କର ଗୋଟେ ଅଭିଯୋଗ। ତେଣୁ ପିଲାମାନଙ୍କୁ ଶୁଣିବା ଭିତର ଦେଇ ତାଙ୍କର ଯୋଉ ଶୁଭ ସଂସ୍କାର, ତାକୁ ଯଦି ଆମମାନେ ଉପଯୁକ୍ତ ମାର୍ଗୀ କରି ତୋଳନ୍ତି, ସେଇ ଜିନିଷ ପିଲାର ଭବିଷ୍ୟତକୁ ସୁନ୍ଦର କରି ତୋଳିବ। ପିଲା ସେଇ ଭାବରେ ଚାଲିବ, ଏବଂ ଧୀରେ ଧୀରେ ପିଲାର ବୟସ ବଢିବା ସହିତ ଯୋଉଭଳି ଭାବରେ ଟେକ୍ନୋଲୋଜି ମଧ୍ୟ ଡେଭଲପ କରୁଛି, ପିଲାମାନେ ଧୀରେ ଧୀରେ ଟେକ୍ନୋଲୋଜି ଆଡକୁ ଯାଉଛନ୍ତି।
ମୋବାଇଲ ଫୋନ ବର୍ତ୍ତମାନ କୋଉ ଅବସ୍ଥା ସୃଷ୍ଟି କରିଛି ଆମେ ଜାଣିଛନ୍ତି। ଏବଂ ସେଇ ଅନୁପାତରେ ଦେଖାଯାଉଛି ବାପା ମା ମାନେ ମଧ୍ୟ ଟେକ୍ନୋଲୋଜି ଆଡକୁ ଯାଉନାହାନ୍ତି, ସେମାନେ ତାଙ୍କର ଟ୍ରାଡିସନାଲ ୱେରେ ଚାଲିଛନ୍ତି। ପିଲାମାନେ ଯେତେବେଳେ ଧୀରେ ଧୀରେ ବଡ ହଉଛନ୍ତି, ବିଭିନ୍ନ ଜିନିଷ ଜାଣୁଛନ୍ତି, ସାଙ୍ଗମାନଙ୍କ ସହିତ ମିଶୁଛନ୍ତି, ସାଙ୍ଗମାନେ କି କି ଜିନିଷ ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ବ୍ୟବହାର କରିବା ପାଇଁ ବ୍ୟାକୁଳ ହଉଛନ୍ତି, ଘରେ ବି କହୁଛନ୍ତି, ଅନେକ ଘରେ ତାକୁ ପୂରଣ କରି ହଉନାହିଁ। ଏଭଳି ଗୋଟିଏ ବିଷମ ପରିସ୍ଥିତି ଭିତର ଦେଇ ଅଭିଭାବକ ଏବଂ ସନ୍ତାନ ଭିତରେ ଗୋଟେ ଫ୍ରିକ୍ସନ ସୃଷ୍ଟି ହେଇ ଚାଲିଛି, ଗୋଟେ ଗ୍ୟାପ ସୃଷ୍ଟି ହେଇ ଚାଲିଛି। ପିଲାମାନଙ୍କ ଭିତରେ ଯୋଉ ଇନକ୍ୟୁଜିଟିଭନେସ୍ ଠାକୁର କହିଲେ, ଅନୁସନ୍ଧିତ୍ସ ମନୋଭାବ, ତାକୁ ପୂରଣ କରିବା ଭଳି କ୍ଷମତା ବାପା ମାଙ୍କର ଗଜେଇ ଉଠୁନାହିଁ। ପିଲାର ବୁଦ୍ଧି ବଢିବା ସହିତ, ଜ୍ଞାନ ବଢିବା ସହିତ, ପାଠ ପଢା ବଢିବା ସହିତ ଅନ୍ତତଃ କହୁନାହିଁ ସବୁ ସ୍ତରକୁ ଯିବା ପାଇଁ, କିନ୍ତୁ ବାବା ମା ମାନେ ମଧ୍ୟ ସେଭଳି ନିଜକୁ ଆଉ ଟିକେ ଯୋଗ୍ୟ କରିବା ଉଚିତ। ଯୋଉଭଳି ଭାବରେ ବର୍ତ୍ତମାନ ଟେକ୍ନୋଲୋଜି କାମ କରୁଛି, ମିଡିଆ କାମ କରୁଛି, ସେଭଳି ଭାବରେ ବାପା ମା ମଧ୍ୟ ନିଜକୁ ଅପ ଟୁ ଡେଟ କରିବା ଉଚିତ, ଯୋଉଟା କରୁନାହାନ୍ତି। ତା ଫଳରେ ବାବା ମା ଏବଂ ପିଲାଙ୍କ ଭିତରେ ଗୋଟେ ଗ୍ୟାପ ସୃଷ୍ଟି ହେଇ ଚାଲିଛି। ଏଇ ଗ୍ୟାପଟା ଭବିଷ୍ୟତ ଜୀବନରେ ପିଲାମାନଙ୍କର ବହୁତ ଅକଲ୍ୟାଣ କରୁଛି। ଏବଂ ସହଶିକ୍ଷାର କଥା ତ ଆମେ ଜାଣିଛନ୍ତି, ଠାକୁର କେଡେ ଭୟାନକ ସହଶିକ୍ଷା ସେ ସମ୍ପର୍କରେ ଆମକୁ କହିଛନ୍ତି। ତା ସତ୍ତ୍ୱେ ବି ଆମକୁ ତାହା କରିବା ପାଇଁ ପଡୁଛି। କିନ୍ତୁ ଆମମାନଙ୍କ ପାଖରେ ଗୋଟେ ପ୍ରଧାନ ଅସ୍ତ୍ର ରହିଛି, ଆମମାନେ ସତ୍ସଙ୍ଗୀ, ଆମମାନଙ୍କର ଜୀବନ ଚର୍ଯ୍ୟା ଅଲଗା। ଏଇ ଜିନିଷଟା ପିଲାମାନଙ୍କୁ ଯଦି ଅତି ଶୈଶବରୁ ତାଙ୍କ ଭିତରେ ଆମେ ଢୁକେଇ ନ ଦିଅନ୍ତି, ପିଲାମାନଙ୍କୁ ଧରି ପ୍ରାର୍ଥନା କରିବା, ପିଲାମାନଙ୍କୁ ଧରିକି ତାଙ୍କ ହାତରେ ଇଷ୍ଟପତି ଅର୍ଘ୍ୟ ଦେଇକି ମନ୍ତ୍ର ପଠି ଦବା, ଏଗୁଡାକ ଅତି ଶୈଶବରୁ ପିଲାଙ୍କ ଭିତରେ ଯଦି ଢୁକେଇ ଦିଆଯାଏ, ପିଲାମାନେ ଯେତେବେଳେ ପାଠ ପଢି ଶିଖିବେ, ବହି ପଢି ଶିଖିବେ, ତାଙ୍କ ଦ୍ୱାରା ସତ୍ୟାନୁସରଣ ପଢେଇବା, ନାରୀ ନୀତି ପଢେଇବା ଝିଅମାନଙ୍କ ଦ୍ୱାରା, ଏବଂ ଏଟା ଆଲୋଚନା କରିବା, ୟାରି ଭିତରେ ଦେଇ ପିଲାମାନେ ଗୋଟେ ସ୍ୱତନ୍ତ୍ର ଅନୁଭୂତି ହାସଲ କରନ୍ତି। ସେମାନେ ଭାବନ୍ତି ଆମର ପରିବାର ସ୍ୱତନ୍ତ୍ର ପରିବାର। ଯୋଉ କଥା କହୁଥିଲି, ସତ୍ସଙ୍ଗୀ ମାନଙ୍କର ରାଜ୍ୟ ଏକ ସ୍ୱତନ୍ତ୍ର ରାଜ୍ୟ। ପିଲାମାନଙ୍କର ଅତ୍ୟନ୍ତ ଶୈଶବରୁ ତାଙ୍କ ଭିତରେ ଏଇ ଜିନିଷଟା ଯଦି ଢୁକେଇ ଦିଆଯାଏ, ସେମାନେ ବାପା ମାଙ୍କ ପ୍ରତି ସମ୍ବେଦନଶୀଳ ରହିବେ। କାରଣ ଠାକୁର ଯୋଉଟା କହିଛନ୍ତି, ଠାକୁରଙ୍କର ଭାବଟା ତାଙ୍କ ଭିତରେ ସଞ୍ଚାରିତ ହବ। ଏବଂ ବାପା ମା ଯଦି ଅନପଢ ବି ହେଇଥାନ୍ତି, ତଥାପି ମଧ୍ୟ ପିଲାମାନଙ୍କର ବାପା ମାଙ୍କ ପ୍ରତି ସହାନୁଭୂତି ରହିବ ଏବଂ ସେମାନଙ୍କର ଅନୁଗତି ସମ୍ପନ୍ନ ହେଇକି ରହିବେ, ପିତାମାତା ଅନୁଗତି ସମ୍ପନ୍ନ ହେଇକି ରହିବେ। ଠାକୁରଙ୍କର ଗ୍ରନ୍ଥ ପଢିବା ଭିତର ଦେଇ ତାଙ୍କ ବୋଧ ଭିତରକୁ ଏଇଟା ଆସିବ ଯେ ପିଲାମାନେ ହଉଛନ୍ତି ତାଙ୍କର କୁଳ ଦେବତା, ପିଲାମାନେ ବାବା ମା ହଉଛନ୍ତି ତାଙ୍କର କୁଳ ଦେବତା। ଏଇଟା ପିଲାମାନେ ପ୍ରଥମରୁ ଅନୁଭବ କରିବେ। କାରଣ ବାବା ମା ହଉଛନ୍ତି ଆମର ତିନୋଟି ଜୀବନ୍ତ ଦେବତା। ଅନେକ ଜଡ ଦେବତା ଅଛନ୍ତି, ସୂର୍ଯ୍ୟ, ଜଳ, ବାୟୁ, ଅଗ୍ନି, ଚନ୍ଦ୍ର ଇତ୍ୟାଦି, ବୃକ୍ଷ ଇତ୍ୟାଦି ସବୁ ଜଡ ଦେବତା। କିନ୍ତୁ ତିନୋଟି ଜୀବନ୍ତ ଦେବତା ହଉଛନ୍ତି ବାପା ମା ଏବଂ ସଦ୍ଗୁରୁ ପୁରୁଷୋତ୍ତମ। ଏଇ ଜିନିଷ ଗୁଡିକ, ଏଇ ଯୋଉ କମନ ସେନ୍ସ ଗୁଡିକ ପିଲାଙ୍କ ଭିତରେ ମୂଳରୁ ତାଙ୍କ ମଥାରେ ଢୁକେଇ ଦେବା ଦରକାର। ଜୀବନରେ ଗୁରୁଙ୍କର ଆବଶ୍ୟକତା କଣ, ଦୀକ୍ଷାର ଆବଶ୍ୟକତା କଣ, ଦୀକ୍ଷା ନେଲେ କଣ ହୁଏ, ଏଇ ଜିନିଷ କହିବା ଦରକାର। କିନ୍ତୁ ବର୍ତ୍ତମାନ ଜିନିଷ ହଉଛି ଉଲ୍ଟା। ବାପା ମା ମାନେ ସେମାନେ ଜାଣିଛନ୍ତି, ପ୍ରତ୍ୟେକ ଗୋଟିଏ ଗୋଟିଏ ବିନ୍ଦୁ ମାତ୍ର ଦେଇଛନ୍ତି ସନ୍ତାନ ସୃଷ୍ଟି ପାଇଁ, ତାହା ମଧ୍ୟ ଈଶ୍ୱରଙ୍କ ଦୟାରୁ। ଏବଂ ସେଇ ଦୁଇଟି ବିନ୍ଦୁର ସମ୍ମିଶ୍ରଣରେ ଯୋଉ ଆଉ ଗୋଟେ ବିନ୍ଦୁ ତିଆରି ହେଇଛି, ସେ ବିନ୍ଦୁର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ଜଣେ ଅଦୃଶ୍ୟ ଶକ୍ତି, ଯେ ତା ଭିତରେ ଆଖି ଖଞ୍ଜି ଦେଇଛନ୍ତି, ନାକ ଖଞ୍ଜି ଦେଇଛନ୍ତି, ହାତ ଗୋଡ ମଥା ଇତ୍ୟାଦି ଖଞ୍ଜି ଦେଇଛନ୍ତି, ତା ଭିତରେ ନିଶ୍ୱାସ ପ୍ରଶ୍ୱାସ ଭରି ଦେଇଛନ୍ତି। ସେ ଅଦୃଶ୍ୟ ଶକ୍ତି ହିଁ ସନ୍ତାନକୁ ସୃଷ୍ଟି କରିଛନ୍ତି। ଏହା ବାବା ମା ବୁଝନ୍ତି ନାହିଁ। ବାବା ମା ଭାବନ୍ତି ଇଏ ମୋ ପିଲା, ଆମେ ତାଙ୍କୁ ଯେମିତି ମଣିଷ କରିବୁ। ଆପଣ ମାନେ କାହିଁକି ଏ ଦୀକ୍ଷା କଥା ତାଙ୍କୁ କହୁଛନ୍ତି? ମାନେ ବଡ ଦୁର୍ଭାଗ୍ୟର ବିଷୟ। ଆପଣ ମାନେ ଯାଜନରେ ଯିବେ, ଡିପି ୱାର୍କରେ ଯିବେ, ଏଇ ଜିନିଷ ଦେଖିବେ। କୋଚିଂ ସେଣ୍ଟରର ସାର୍ ମାନେ, ତାଙ୍କୁ ଯଦି ଆମେ ମାସ ଦୀକ୍ଷାରେ କେତେବେଳେ ଯାଉ, ପିଲାଙ୍କର ଦୀକ୍ଷା କରିବା ପାଇଁ ସେମାନେ ଭୟ ପାଇଯାଆନ୍ତି। କୁହନ୍ତି ଆଜ୍ଞା ଆପଣ କୁହନ୍ତୁନି, କାରଣ ଗାର୍ଡିଆନ ମାନେ ପିଲାଙ୍କୁ
ଏଠୁ ନେଇଯିବେ। ଏଭଳି ପରିସ୍ଥିତି ଭିତରେ ଆମେ ଚାଲିଛନ୍ତି। ତେଣୁ ଯୋଉ କଥା କହୁଛନ୍ତି କରେ ବୁରାଇ ସୁଖ ଚାହେ, ପିଲାମାନଙ୍କୁ ଇଷ୍ଟ କେନ୍ଦ୍ରିକ କରିବା ପାଇଁ ଛାଡ଼ିବେ ନାହିଁ, ଏ ଦିଗରେ କହିବେ ପିଲା ଆମକୁ ମାନୁନାହାନ୍ତି। ଏଭଳି ଭୟାନକ ପରିସ୍ଥିତି ଭିତରେ ଦେଇ ଆମେ ଚାଲିଛନ୍ତି। ଏବଂ ପ୍ରକୃତ ପକ୍ଷରେ ଯଦି ଆମମାନେ ସାତ୍ବିକ ଆହାର ସମ୍ପନ୍ନ ନ ହେଇକି ଚାଲୁ, ଆମମାନଙ୍କର ଜୀବନ କେତେ ଦୁର୍ବିଷହ ହେଇଯିବ। ବର୍ତ୍ତମାନ କାର୍ତ୍ତିକ ମାସ, ପ୍ରତ୍ୟେକ ସ୍ୱସ୍ତୟନୀ ଭାଇ ମାନଙ୍କ ମା ମାନଙ୍କର ତ ସବୁ ମାସ ହଉଛି କାର୍ତ୍ତିକ ମାସ। ତେବେ ଅନେକ ଏଇ ମାସଟାକୁ ପିଆଜ ରସୁଣ ଆମିଷ ଛାଡନ୍ତି। ଆଲୋଚନା କରୁଥିଲି ଗୋଟେ ଗ୍ରୁପରେ ପିଲାମାନଙ୍କୁ ନେଇକିରି, କାହିଁକି ଛାଡନ୍ତି, ଛାଡ଼ିଲେ କଣ ହୁଏ? ଛାଡ଼ିଲେ ଆମମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ବଢିଯାଏ। ଆର୍ଯ୍ୟ ବିଧାନ ଏତେ ସୁନ୍ଦର, ଏଇ ଶରୀର, ଏଇ ଶରୀରଟା ଠାକୁର କହିଲେ ଶ୍ରୀ ବିଗ୍ରହଙ୍କର ମନ୍ଦିର। ଏଇଆ ଭାବିକିରି ତୁ ଶରୀରଟାର ଯତ୍ନ ନେବୁ, ଶ୍ରୀ ବିଗ୍ରହର ମନ୍ଦିର ଭାବି ଯତ୍ନ କରିବୁ ଶରୀରଟାକୁ, ସହନପଟୁ ସୁସ୍ଥ ରଖିବୁ, ବିଧି ମାଫିକି ପାଳିବୁ ତାକୁ। ଏଇ ଶରୀରଟା ନେଇକିରି ହିଁ ଆମେ ସବୁ କରୁ। ଏବଂ ଏଇ ଶରୀରଟା ବର୍ଷକୁ 4 ପ୍ରକାର ତାପମାତ୍ରାକୁ ସହ୍ୟ କରେ। ଖରାଦିନେ ପ୍ରଚଣ୍ଡ ତାପ, ପ୍ରଚଣ୍ଡ ଉତ୍ତାପ। ବର୍ଷା ଦିନେ ଦେଖିବେ ଜଳୀୟ ଅଂଶ ପ୍ରବଳ, ଶୀତ ଦିନେ ଶୀତର ମାତ୍ରା ପ୍ରବଳ, ତାପରେ ବସନ୍ତ। ଏଭଳି 4ଟି ପର୍ଯ୍ୟାୟରେ ଶରୀର ଗତି କରେ। ସେଇ ଗୋଟିଏ ଶରୀର ଖରା ବର୍ଷା ଶୀତ କାକର ଏକୁ ସବୁ ସହୁଛି, ଏବଂ ତାକୁ ସହିବା ପାଇଁ, ସହନୀୟ କରିବା ପାଇଁ ଆମର ଋଷିମାନେ ଅନେକ ଗୁଡ଼ିଏ ଏ ପୂଜାପୂଜି, ଦେବ ପୂଜାପୂଜିର ନୀତି କରିଦେଇଛନ୍ତି। ଏବଂ ସେଇ ଦେବ ପୂଜାପୂଜି ଭିତରେ ଅନେକ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଏବଂ ଏଇ ଯେ କାର୍ତ୍ତିକ ମାସ, ମାସ ସାରା ନିରାମିଷାଶୀ ରହିବା ଏବଂ ବିଶେଷ ସମୟ ଚଉରା ମୂଳେ କଟେଇବାର ଉଦ୍ଦେଶ୍ୟ ହେଉଛି ଆଗାମୀ କିଛି ଦିନ ପରେ ଆମେ ଶୀତକୁ ସ୍ୱାଗତ କରିବା। ଏ ଥଣ୍ଡା ଏପରି ପରିମାଣରେ ଆସିବ ଯାହା ଆମର କ୍ଷତି କରିବ। ଆପଣ ଦେଖିବେ ଆଉ କିଛି ମାସ, ଏଇ ଯୋଉ କାର୍ତ୍ତିକ ପୂର୍ଣ୍ଣମୀ ପରେ ପରେ ଯେତେବେଳେ ଉତ୍ତର ପବନ ଦବ, ଆପଣ ଦେଖିବେ ଛିଙ୍କ ସର୍ଦ୍ଦି ଥଣ୍ଡା କାଶ ଜ୍ୱର ଆରମ୍ଭ ହେଇଯିବ। ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ଆମକୁ ଏଇ ମାସଟା, ଗୋଟିଏ ମାସ ବିନା ପିଆଜ ରସୁଣ ଆମିଷରେ ବଞ୍ଚିବା ପାଇଁ ହୁଏ। ଏବଂ ତୁଳସୀ ଚଉରା ମୂଳେ ସମୟ କଟାଇବା ପାଇଁ ପଡେ। ବିଶେଷ ଭାବରେ ବୃଦ୍ଧମାନେ ତୁଳସୀ ଚଉରା ମୂଳେ ବିତାନ୍ତି। ତାଙ୍କର ଯେହେତୁ ରୋଗ ପ୍ରତିରୋଧକ କ୍ଷମତା କମି ଯାଇଥାଏ ବୟସ ଦୃଷ୍ଟିରୁ, ସେମାନେ ରୋଗ ପ୍ରତିରୋଧକ କ୍ଷମତା ହାସଲ କରନ୍ତି। ତୁଳସୀର ପ୍ରଚଣ୍ଡ ଗୁଣ ଅଛି, ରୋଗ ପ୍ରତିରୋଧକାରୀ ଗୁଣ ଅଛି, ତେଣୁ ତାକୁ ଦେବବୃକ୍ଷ କୁହାଯାଏ। ତେଣୁ ଏ ସମସ୍ତ ବିଧାନ ଆର୍ଯ୍ୟ ଋଷିମାନେ ଆମକୁ ଦେଇଛନ୍ତି। ଏବଂ ସବୁଗୁଡ଼ିକର କାରଣ ମଧ୍ୟ ଠାକୁର ଅତ୍ୟନ୍ତ ସୁସ୍ପଷ୍ଟ ଭାବରେ କହିଦେଇଛନ୍ତି। ଏହି କାରଣମୁଖୀ ହବା, ତାହା ହିଁ ଆଧ୍ୟାତ୍ମିକତା, ଠାକୁର ପରିଷ୍କାର ଭାବରେ କହିଦେଲେ। ତେଣୁ ସତ୍ୟାନୁସରଣ ଗ୍ରନ୍ଥରେ ନିଜେ ଲେଖିଛନ୍ତି, ଉଦ୍ଦେଶ୍ୟରେ ଅନୁପ୍ରାଣିତ ହୁଅ। ମୁଁ କନ୍ୟା ସନ୍ତାନଟେ ଜନ୍ମ ଦେଇଛି, ତାକୁ ଭବିଷ୍ୟତରେ ଈଶ୍ୱରଙ୍କ ସୃଷ୍ଟିକୁ ସୁନ୍ଦର କଲା ଭଳି ଗୋଟେ ମା ହବା ପାଇଁ ଉପଯୁକ୍ତ କରି ତୋଳିବି। ପ୍ରକୃତ ପକ୍ଷରେ ସେ ଯାହା ବି କରୁନା କାହିଁକି, ଆଜିକାଲି ଚାକିରି ଲୋଭୀ ହେଇଛନ୍ତି, ଚାକିରି ମୁଖୀ ହେଇଛନ୍ତି। ଯଦିଓ ଚାକିରି ଏତେ ଆଭେଲେବଲ ନୁହେଁ, କିନ୍ତୁ ଆମେ ସେଭଳି ଭାବରେ ଗଢି ଚାଲିଛନ୍ତି ପିଲାମାନଙ୍କୁ ଚାକିରି ମୁଖୀ କରିବା ପାଇଁ। ବିଶେଷ ଭାବରେ ଝିଅମାନଙ୍କୁ ଚାକିରି ମୁଖୀ କରିକିରି ସମାଜର କେତେ ଅକଲ୍ୟାଣ ଆମେ କରୁଛନ୍ତି। ଜଣେ ଭାଇ ତ ନିବେଦନ କରିଛନ୍ତି, ଝିଅ ତାଙ୍କର ଚାକିରି କରିବା ପାଇଁ ଯିବ, ସମାଜର କେତେ ଅକଲ୍ୟାଣ କରୁଛନ୍ତି। ଆପଣମାନେ ଧ୍ୟାନସ୍ଥ ହେଇକି ଏକୁ ଅନୁଭବ କରନ୍ତୁ, ନିରୋଳାରେ ଅନୁଭବ କରନ୍ତୁ। ଏବଂ ବାସ୍ତବିକତାକୁ ଅନୁଭବ କରି ଠାକୁରଙ୍କ ଯୋଉ କଥା, ଉଦ୍ଦେଶ୍ୟରେ ଅନୁପ୍ରାଣିତ ହୁଅ, ପ୍ରଶାନ୍ତ ଚିତ୍ତରେ ସମସ୍ତ ସହାୟ କର, ତେବେ ଯାଇ ଉଦ୍ଦେଶ୍ୟରେ ସଫଳ ହବ। ଆସନ୍ତୁ ସେଇ ନିବେଦନ ରଖେ। ପରମ ପିତା ଠାକୁର ଯୋଉ କହୁଛନ୍ତି, ମନେ ରଖ ପୃଥିବୀର ଭବିଷ୍ୟତ ନିର୍ଭର କରୁଛି ସତ୍ସଙ୍ଗ ଉପରେ। ଠାକୁରଙ୍କର କଥା, ବଞ୍ଚିବାର ପ୍ରୟୋଜନରେ ସମସ୍ତେ ତୁମମାନଙ୍କ ଦ୍ୱାରରେ ଧାରଣା ଦେବେ। ପରମ ପିତାଙ୍କ ଛଡା ଯାହାର କୌଣସି ଚାହିଦା ରହିବ ନାହିଁ, ସେଇମାନେ ହିଁ ଏହି କାମ କରିପାରିବେ। ଆସନ୍ତୁ ଆମର ଦାୟିତ୍ୱ ବୁଝିବା, ସେଇ ମାଫିକି ହେଇ ଉଠିବା। ଜୟ ଗୁରୁ।